କ୍ରିକେଟ ଦୁନିଆରେ ଆସିଲା ଏକ ବଡ଼ ଖବର। ବର୍ତ୍ତମାନ ଆଇପିଏଲ୍ ତଥା ପ୍ରିମିୟର ଲିଗ୍ 2024ର 17ତମ ସଂସ୍କରଣ ଅଳ୍ପ କିଛି ଦିନ ମଧ୍ୟରେ ଭାରତ ମାଟିରେ ସମାପ୍ତ ହେଉଥିବା ବେଳେ ଅନ୍ୟପଟରେ ଜୁନ୍ ମାସର ପ୍ରଥମ ସପ୍ତାହରେ ଟି20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ୟୁଏସରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ନୂତନ ଭାରତୀୟ ଦଳ ଘୋଷଣା କରିଥିବା ବେଳେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ କରିଛି। ଚଳିତ ବର୍ଷ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଓ ରଞ୍ଜି ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ଅନେକ ଯୁବ ଖେଳାଳି ବିସିସିଆଇ ଭାରତ ଦଳରେ ଜଏନ୍ କରିଥିବା ବେଳେ ଅନ୍ୟପଟେ ଲଗାତାର ବ୍ୟାଟିଂ ପ୍ରଦର୍ଶନ ମଧ୍ୟ କରୁଥିବା ବେଳେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ଅଣତିରସ୍କ କରିଛି। ତେବେ ଚାଲନ୍ତୁ ଜାଣିବା ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି20 ମ୍ୟାଚ୍ ପାଇଁ ଭାରତୀୟ ପ୍ଲେଇଂ ଏକାଦଶ କଣ ହୋଇପାରେ। ବିସିସିଆଇ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଦଳ ପାଇଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି, 3 ନମ୍ବର ୟଶସ୍ୱୀ ଜୟସ୍ୱାଲ, 4 ନମ୍ବର ସୂର୍ଯ୍ୟ କୁମାର ଯାଦବ ଏବଂ 5 ନମ୍ବର ଲେଫ୍ଟ ହ୍ୟାଣ୍ଡେଡ୍ ବ୍ୟାଟ୍ସମ୍ୟାନ୍ ଶିବମ ଦୁବେ। ଏହାପରେ 6 ନମ୍ବରରେ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା, 7 ନମ୍ବରରେ ଖେଳିବେ ରବୀନ୍ଦ୍ର ଜାଡେଜା, 8 ନମ୍ବରରେ କୁଲଦୀପ ଯାଦବ ଓ 9 ନମ୍ବରରେ ଯଶପ୍ରୀତ ବୁମରା, 10 ନମ୍ବରରେ ଅର୍ଥଦୀପ ସିଂ ଏବଂ 11 ନମ୍ବରରେ ମହମ୍ମଦ ସିରାଜ। ଆପଣଙ୍କୁ ଏହି ଭିଡ଼ିଓ ପସନ୍ଦ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରି ସେୟାର କରିବେ।